ବା ଆମେ ଆଲୋଚନା କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 368 369। ଲେଖୁଛନ୍ତି ପ୍ରଭୁ ଶ୍ରୀ ଅରବିନ୍ଦ, ଯେଉଁମାନେ ପାଶବଦ୍ଧ ହୋଇ ରହିଥାନ୍ତି ଓ ଯେଉଁମାନଙ୍କର ଆଖି ଗୁଡ଼ିକ ମୁଦା ହୋଇ ରହିଥାଏ, ନିୟମ ସେହିମାନଙ୍କ ପାଇଁ। ତାହାରି ଅନୁସାରେ ବାଟ ନ ଚାଲିଲେ ସେମାନେ ଝୁଣ୍ଟିବେ ଓ ତଳେ ପଡ଼ିଯିବେ। ମାତ୍ର ତୁମେ ଯିଏକି କୃଷ୍ଣଙ୍କ ମଧ୍ୟରେ ଆପଣାର ମୁକ୍ତିକୁ ଲାଭ କରିଛ ବା ତାଙ୍କର ଜୀବନ ଦୀପକ ଆଲୋକକୁ ଦର୍ଶନ କରିଛ, ତୁମେ ନିଜ ପରମ ବନ୍ଧୁଙ୍କର ହାତକୁ ଧରି ଏବଂ ତୁମେ ଶାଶ୍ୱତ ବେଦର ଆଲୋକକୁ ଅନୁସରଣ କରି ବାଟ ଚାଲିବ। ଯଦି କୃଷ୍ଣଙ୍କ ସହିତ ଆମର ସମ୍ପର୍କ ହେଇଯାଇଛି, ତେବେ ସିଏ ହଉଛନ୍ତି ପରମ ବନ୍ଧୁ, ପରମ ସଖା। ତାଙ୍କ ହାତକୁ ଛାଡ଼ି ମୁଁ ଆଉ ହାତ କାହାର ଧରିବି, କାହିଁକି ଧରିବି? କିନ୍ତୁ ଯେଉଁମାନେ ଏବେ ବି ଆସକ୍ତିର ବନ୍ଧନରେ ବାନ୍ଧି ହେଇଛନ୍ତି, ଅଜ୍ଞାନତାର ଅନ୍ଧକାରର ପାଶରୁ ନିଜକୁ ଜାବୁଡ଼ି ହବାକୁ ଛାଡ଼ି ଦେଇଛନ୍ତି। ମୁଁ ଜାବୁଡ଼ି ହବାକୁ ଛାଡ଼ି ଦେଇଛନ୍ତି କାହିଁକି କହୁଛି? ପ୍ରତ୍ୟେକ ବ୍ୟକ୍ତି ପାଖରେ ଗୋଟେ ସମ୍ଭାବନା ଥାଏ, ସେ କାହାକୁ ବାଛିବ, କାହାକୁ ସେ ଗ୍ରହଣ କରିବ। କାହାକୁ ସେ ବାଛିବ ଯେତେବେଳେ ପଡ଼େ, ସେ ସତ୍ୟ ବାଛିବ କିମ୍ବା ଅସତ୍ୟକୁ ବାଛିବ, ଅଗ୍ରଗତିକୁ ବାଛିବ କି ଆସକ୍ତିକୁ ବାଛିବ। ତେଣୁ ସେଇଠି ଯେତେବେଳେ ସେ ଆସକ୍ତିକୁ ବାନ୍ଧେ, ତେଣୁ ସେ ବନ୍ଧନ ଭିତରେ ରହେ। ତେଣୁ ସେଠି ପୁରା ଖୋଲାଖୋଲି କୁହାଯିବ ଯେ ସେ ନିଜେ ବନ୍ଧନରେ ବାନ୍ଧି ହେବା ପାଇଁ ଚାହିଁଛି। ସମସ୍ତଙ୍କ ଭିତରେ ଅନ୍ତରାତ୍ମା ରହିଛନ୍ତି ଏବଂ ସବୁବେଳେ ସିଏ ଚେଷ୍ଟା କରନ୍ତି ଆମର ମନ ପ୍ରାଣ ଶରୀର ତାର ଇଙ୍ଗିତକୁ ବୁଝିବା ଏବଂ ତାରି ଅନୁସାରେ ପରିଚାଳିତ ହେବା। ସେ ସବୁବେଳେ ସେଥିପାଇଁ ସୂଚନା ଦିଅନ୍ତି, ଆମେ ତାକୁ ଅଣଦେଖା କରିଦଉ। ଏମିତି ପ୍ରଥମେ ଯେତେବେଳେ ସେ ସୂଚନା ଦେଇଥାଏ, ତାକୁ ଆମେ ଅଣଦେଖା କରିଦଉ। ତାପରେ କଣ ହୁଏ, ଆଉ ଆମକୁ ଜଣା ପଡ଼େନି ସେ କେତେବେଳେ କଣ ଇଙ୍ଗିତ ଦଉଛନ୍ତି। ସିଏ ଇଙ୍ଗିତ ଦେଇ ଚାଲିଥାନ୍ତି, ସିଏ ସୂଚନା ଦଉଥାନ୍ତି, କିନ୍ତୁ ଯେମିତି ଆମର କଥାରେ ଥାଏ, ପିଠିଆ ହେଇଯାନ୍ତି ମାଡ଼ ଖାଇ ଖାଇ। ସେମିତି ସିଏ ଯେତେବେଳେ ମତେ ସୂଚନା ଦେଲା, ମୁଁ ତାକୁ ଅଣଦେଖା କଲି। ତେଣୁ ତାପରେ ବାହାରର ଶବ୍ଦ ଏତେ ବଢ଼ିଯାଏ, ଆଉ ଅନ୍ତରାତ୍ମାଙ୍କର ଯୋଉ ଭାଷା, ଯୋଉ ନିର୍ଦ୍ଦେଶ, ତାକୁ ମୁଁ ଶୁଣିପାରେ ନାହିଁ। ତାପରେ ମୁଁ କହେ ଯେ ଭଗବାନଙ୍କ ନିର୍ଦ୍ଦେଶ ମୁଁ କେମିତି ଶୁଣିବି, କେମିତି ଜାଣିବି? ତେଣୁ ସେଇମାନଙ୍କ ପାଇଁ ନିୟମ ଦରକାର। ସେଥିପାଇଁ ଯେଉଁମାନେ ପାଶବଦ୍ଧ ହୋଇ ରହିଥାନ୍ତି ଓ ଯେଉଁମାନଙ୍କର ଆଖି ଗୁଡ଼ିକ ମୁଦା ହୋଇ ରହିଥାଏ, ନିୟମ ସେଇମାନଙ୍କ ପାଇଁ। ଯଦି ସେମାନେ ସେଇ ନିୟମ ଅନୁସାରେ ବାଟ ନ ଚାଲନ୍ତି, ନିଶ୍ଚୟ ଝୁଣ୍ଟିବେ ଆଉ ତଳେ ପଡ଼ିଯିବେ। ରାସ୍ତାରେ କଣ ଅଛି ମତେ ଜଣା ନାହିଁ। ଆମେ ଏଇ ରାସ୍ତା କଥା କହୁନାହାନ୍ତି, ଇଭିନ୍ ଏଇ ରାସ୍ତାରେ ଯେତେବେଳେ ମୋର ଦୃଷ୍ଟି ସୀମିତ ଥିବ, ମୁଁ ଜୋରରେ ଗାଡ଼ି ଚଲେଇ ଯାଇପାରିବିନି। ମୁଁ ଯଦି ଜୋରରେ ଗାଡ଼ି ଚଲେଇ ଯିବି, ସ୍ପିଡ ଅଧିକ ନେବି, କେତେବେଳେ କୋଉ ଗାଡ଼ି ମୋ ଆଗକୁ ଆସିବ, ରାସ୍ତାରେ କୋଉଠି ଖାଲ ଅଛି, କୋଉଠି ହମ୍ପସ ଅଛି, ମୁଁ ଜାଣିନାହିଁ। କାହିଁକି ନା ମୁଁ ଯୋଉ ସ୍ପିଡରେ ଯାଉଛି, ସେଇ ସ୍ପିଡରେ ମତେ ସବୁ ଜିନିଷ ଦେଖାଯାଉନାହିଁ। ଯୋଉ ସ୍ପିଡରେ ମୁଁ ଯିବି, ମୋର ଯେତିକି ଦେଖାଯାଉଥିବ ସେଇ ସ୍ପିଡରେ ଯିବି, ତାହେଲେ ଧୀରେ ଧୀରେ ଯିବି। ଯଦି ମୁଁ ସ୍ପିଡ ଧରିଦେବି କିନ୍ତୁ ମୋର ଦୃଷ୍ଟି ସୀମିତ, ତେଣୁ କଣ ହବ? ନିଶ୍ଚୟ କାହା ଦେହରେ ପିଟି ହେବି, ନିଶ୍ଚୟ ପିଟି ହେବି, ଝୁଣ୍ଟିବି, ତଳେ ପଡ଼ିଯିବି। ମନେକର ଆମେ ଜଣଙ୍କ ହାତ ଧରିବା, ଯିଏକି
ମାନେ ଦୀର୍ଘ 1 କିଲୋମିଟର କଣ ଖାଲି 1 କିଲୋମିଟର ବି ହଉ, 1 କିଲୋମିଟର ପର୍ଯ୍ୟନ୍ତ ସେ ରାସ୍ତା ତାଙ୍କୁ ଦେଖାଯାଉଛି ପୁରା ସ୍ପଷ୍ଟ। ଆଉ ଘଣ୍ଟାଏ ମାନେ ପର ପର୍ଯ୍ୟନ୍ତ କଣ ଘଟିବ ସେ ଜାଣିଛନ୍ତି। ତାହେଲେ ରାସ୍ତାରେ ଗଲା ବେଳକୁ ମୋର ଆଉ କିଛି ଚିନ୍ତା ନାହିଁ, କୋଉଠି ବ୍ରେକ୍ ମରା ହବ, କେତେବେଳେ ବ୍ରେକ୍ ମରା ହବ, କେତେ ସ୍ପିଡରେ ଯିବି, ସେ ସବୁ ତାଙ୍କର ସ୍ଥିର କରିଦେବେ। ଆମ ପାଇଁ ବେଳେ ବେଳେ ଗୋଟେ ଗୋଟେ ଘଟଣା ଘଟେ ଯାହାକୁ ଆମେ ଆକସ୍ମିକ କହୁ। ଜଣେ ଠିଆ ହେଇଛି, ତା ଉପରେ ହଠାତ୍ ପାଣି ପଡିଲା ଉପରୁ, ଆମେ କହୁଛୁ ହଠାତ୍ ପଡିଲା। କିନ୍ତୁ ଯିଏ ଦେଖିପାରୁଛି ଆଗ ଘଣ୍ଟାଏ ପର୍ଯ୍ୟନ୍ତ କଣ ଘଟିବ, ତେବେ ସିଏ ତା ପାଇଁ ଏଇଟା ଆକସ୍ମିକ ନୁହଁ। ଯେମିତି ଆମର ଡ୍ରାମା ବା ମୁଭିର ସିନ୍ ଗୁଡାକ, ତାପରେ କଣ ହବ ଆମ ପାଇଁ ହଉଛି ଅଜଣା, ତେଣୁ ଆମେ କହୁଛୁ କଣ ହବ କଣ ହବ। କିନ୍ତୁ ଡାଇରେକ୍ଟର ଜାଣିଛି, ତାକୁ କିଛି ନାହିଁ, ସେ ଜାଣିଛି ଆପରେ ବାହାରିବ, ସେ ବାହାରିବ। ଗୋଟେ ମଜା କଥା ମନେ ପଡୁଛି, ଆପଣ ଦେଖିଥିବେ ପ୍ରାୟ ଲୋକଙ୍କ ଭିତରେ ବି ଆସିଯାଏ। ମନେ କରାଯାଉ ଫାଇଟିଂ ହଉଛି, ଓକେ, ସମସ୍ତେ ହିରୋର ସପୋର୍ଟ ନିଅନ୍ତି। ଭିଲିଆନ ବାଡେଇ ଦେଇଛି, ବାଡେଇ ଦେଇକି ଲୁଚି ଯାଇଛି, ହିରୋ ବର୍ତ୍ତମାନ ସେଇ ବାଟ ଦେଇ ଯାଉଛି, ସେ ଯୋଉଠି ଲୁଚିଛି, ସେ ଏଇଠି ଲୁଚିଛି, ହିରୋ ବର୍ତ୍ତମାନ ଏଇ ବାଟ ଦେଇ ଯାଉଛି, ସେ ପୁରା ବନ୍ଧୁକ ରଖିଛି ବା ଭୁଜାଲି ଧରିଛି, ଭୁଷି ଦବ, ଇଏ ଯାଉଛି, ହେଇ ସେପଟେ ଯା ନାହିଁ, ଏବେ ସେପଟେ ଯା ନାହିଁ, ଟିକେ ବାଁକୁ ଅନା, ଟିକେ ବାଁକୁ ଅନା। ଆମେ ଦେଖିବା ଲୋକ ଏମିତି ସବୁ କହୁ, କିନ୍ତୁ ଡାଇରେକ୍ଟର କିଛି ଚିନ୍ତା ନଥାଏ, ସେ ତାର ଯାହା କହିଛି ଅଲରେଡି ଜଣା ଅଛି। ଏବଂ ଦେଖିବେ ଆଉ ଗୋଟେ ମଜା ଘଟଣା ହୁଏ, ପାହାଡ ଉପରେ ସିଏ ଚଢିଥିବ, ଏମିତି ଥିବ ପାହାଡ ଉପରେ, ତ ପୁରା ଏମିତି କଣ ପର୍ଯ୍ୟନ୍ତ ପଳେଇ ଆସିଥିବ, ହେ ପଡିଯିବ, ହେ ପଡିଯିବ, ହେ କିଏ ଧର, କିଏ ଧର, ଯେ ପର୍ଯ୍ୟନ୍ତ ଡାଇରେକ୍ଟର କହିନାହାନ୍ତି ସେ ପର୍ଯ୍ୟନ୍ତ ସେ ପଡିବ ନାହିଁ। ଏକଥା ଆମକୁ ଅଜଣା, ତେଣୁ ଆମ ପାଇଁ ନୂଆ। ତେଣୁ ଯିଏ ସ୍କ୍ରିପ୍ଟ ଲେଖିଛି, ଯିଏ ଦେଖିପାରୁଛି, ତା ପାଇଁ ସବୁ କିଛି ନାହିଁ। ତେଣୁ ଯଦି ସେ ବ୍ୟକ୍ତି, ଆମେ ସେଥିପାଇଁ ଏଠି ପ୍ରଭୁ ଲେଖୁଛନ୍ତି, ଯଦି କୃଷ୍ଣଙ୍କ ସହିତ, କୃଷ୍ଣଙ୍କ ମଧ୍ୟରେ ଆପଣାର ମୁକ୍ତିକୁ ଲାଭ କରିଛ, ମାନେ କୃଷ୍ଣଙ୍କ ଭିତରେ ତମେ ଯେତେବେଳେ ଏକାତ୍ମ ହେଇଯାଇଛ, ସେତେବେଳେ ଜୀବନ ଦୀପକ ଆଲୋକକୁ ଦର୍ଶନ କରିଛ। ତେଣୁ ଜୀବନରେ ଯୋଉ ଜୀବନ ଉଦ୍ଦୀପକ, ଜୀବନକୁ ଅଗ୍ରଗତି କରିବା ପାଇଁ ଯୋଉ ଆଲୋକ ଦରକାର, ତୁମେ ତ ଅଲରେଡି ଦର୍ଶନ କରିସାରିଲାଣି, ତେବେ ତୁମ ପାଇଁ ଆଉ ନିୟମ ଆବଶ୍ୟକ ନାହିଁ। ଆଉ ପୂର୍ବରୁ ଯୋଉ ଆମେ ବାରମ୍ବାର କଥା ହଉଥିଲେ, ଶାସ୍ତ୍ର ନିୟମ ମାନିବ କି ନ ମାନିବ, ସେଇମାନେ ମାନିବେ ଯୋଉମାନେ ଏବେ ବି ପାଶବଦ୍ଧ ହେଇ ରହିଛନ୍ତି, ଆସକ୍ତି ବଶତଃ ବଞ୍ଚୁଛନ୍ତି, ନିଜ ସ୍ୱାର୍ଥ ପାଇଁ ବଞ୍ଚୁଛନ୍ତି, ନିଜର ପ୍ରତିପତ୍ତି, ନିଜର ଅର୍ଥ, ନିଜର ଲାଳସା ବଢେଇବା ପାଇଁ ଯୋଉମାନେ, ମାନ ସମ୍ମାନ ବଢେଇବା ପାଇଁ ଯୋଉମାନେ ଚେଷ୍ଟା କରୁଛନ୍ତି, ସେଇମାନଙ୍କ ପାଇଁ ନିୟମ ରହିଛି। କିନ୍ତୁ ଆପଣ ଦେଖିବେ ସେଇମାନେ ହିଁ ନିୟମ ଭାଙ୍ଗନ୍ତି। ତେଣୁ ତାଙ୍କ ଜୀବନରେ ଦେଖାଯାଏ ବହୁତ ସଫଳ ହଉଛନ୍ତି, କିନ୍ତୁ ଆଧ୍ୟାତ୍ମିକ ଦୃଷ୍ଟିରୁ ସେମାନେ ପଥଭ୍ରଷ୍ଟ ହେଇ ଚାଲିଥାନ୍ତି, ସତ୍ୟ ଠାରୁ ବହୁତ ଦୂରକୁ ଚାଲି ଯାଇଥାନ୍ତି, ଯୋଉଟାକୁ କି ପୁଣି ରିଟର୍ଣ କରିବା ପାଇଁ ତାଙ୍କୁ ପୁଣି କେତେ ଶତାବ୍ଦୀ ଜନ୍ମ ନେବାକୁ ପଡିବ, ବର୍ଷ ନୁହଁ, କେତେ ଶହ ଥର ଜନ୍ମ ନେବାକୁ ପଡିବ ପୁଣି ଥରେ ପଥକୁ ଫେରିବା ପାଇଁ। ତେଣୁ ଆମେ କୃଷ୍ଣଙ୍କୁ ପରମ ବନ୍ଧୁ କରିବା, ପରମ ସଖା କରିଦେବା, ତାଙ୍କରି ହାତକୁ ଧରି ତାଙ୍କରି ଶାଶ୍ୱତ ବେଦର ଆଲୋକକୁ ଅନୁସରଣ। ଏଠି ଶାଶ୍ୱତ ବେଦ କାହିଁ କହିଲେ, ପୂର୍ବରୁ ଯାହା ଯୋଉ ବେଦରେ ଯୋଉ ଲେଖା ଯାଇଛି, ସେ ହିଁ କହିଛନ୍ତି, କିଏ ଜଣେ ତାକୁ ଲେଖନୀରେ ଲେଖିଛନ୍ତି, ଯେତେବେଳେ ତାଙ୍କ ସହିତ ମୋର ସଂସ୍ପର୍ଶ ଆସିଗଲା, ତେବେ ସିଏ ତ ଅପଡେଟେଡ ଭର୍ସନ ମତେ ଦେବେ ନା, ତେଣୁ ଶାଶ୍ୱତ ବେଦର ଆଲୋକକୁ ଆମେ ଅନୁସରଣ କରି ବାଟ ଚାଲିବା। ଜ୍ଞାନ 369 ଲେଖୁଛନ୍ତି, ପାଶବଦ୍ଧତା ଏବଂ ଅହଙ୍ଗ୍ର ରାତ୍ରି ମଧ୍ୟରୁ ତୁମକୁ ମୁକ୍ତ କରିନେଇ
ଯିବା ଲାଗି ବେଦାନ୍ତ ହେଉଛି ତୁମ ପାଇଁ ପରମେଶ୍ୱରଙ୍କ ପ୍ରଦୀପ। ମାତ୍ର ଯେତେବେଳେ ବେଦର ଆଲୋକ ହିଁ ତୁମର ଆତ୍ମା ଭିତରେ ପ୍ରତିଭାତ ହେଲାଣି, ତେବେ ସେତେବେଳେ ସେହି ଦିବ୍ୟ ପ୍ରଦୀପଟି ପାଇଁ ମଧ୍ୟ ତୁମର ଆଉ କୌଣସି ଆବଶ୍ୟକତା ନାହିଁ। କାରଣ ତୁମେ ବର୍ତ୍ତମାନ ମୁକ୍ତ ଏବଂ ସୁନିଶ୍ଚିତ ଭାବରେ ଏକ ଉତ୍ତୁଙ୍ଗ ଓ ଶାଶ୍ୱତ ସୂର୍ଯ୍ୟାଲୋକ ମଧ୍ୟରେ ବିଚରଣ କରି ବାଟ ଚାଲିପାରିବ। ଯୋଉଟା ଜ୍ଞାନ 368ରେ ଆମେ କଥା ହଉଥିଲେ, ତାର ପର ଭର୍ସନଟି ଏଠି ପ୍ରଭୁ ଲେଖୁଛନ୍ତି। ତେଣୁ ଯେତେବେଳେ ମୋର ସେଇ ରଚୟିତାଙ୍କ ସହିତ ସଂସ୍ପର୍ଶ ହେଲାଣି, ଦିବ୍ୟ ପ୍ରଦୀପଟି ମୋ ଭିତରେ ଅଲରେଡି ଜଳିଲାଣି, ତେବେ ବାହାରର ଆଉ ଯୋଉ ଆବଶ୍ୟକତା ରହିଛି, ଯୋଉ ବେଦାନ୍ତ ରହିଛି, ଯୋଉ ଶାସ୍ତ୍ର ରହିଛି, ଯୋଉ ନିୟମ ରହିଛି, ଆଉ ତାର ଆବଶ୍ୟକ କଣ ହବ? ହଁ, ଏଠି ଦେଖନ୍ତୁ, ତା ଅର୍ଥ ନୁହେଁ ଯେ ଆବଶ୍ୟକ ନାହିଁ। କାହିଁକି ଆବଶ୍ୟକ କଣ ହବ ବୋଲି କଥା ଉଠୁଛି ନା, ଯିଏ ରଚୟିତା ସିଏ ତମକୁ ବର୍ତ୍ତମାନ ପରିଚାଳନା କରୁଛନ୍ତି। ତେଣୁ ତମେ ସେଇ ବେଦାନ୍ତର ସେଇ ପରମେଶ୍ୱରଙ୍କ ନିର୍ଦ୍ଦେଶକୁ ମାନେ ସବୁ ସମୟରେ ତୁମେ ପାଉଛ। ତେଣୁ ଆଉ ବହି ଲେଖା ବା ଅନ୍ୟ କାହାର ଆବଶ୍ୟକ ପଡିବନି। ସେଇଥିପାଇଁ ଲେଖୁଛନ୍ତି, କାରଣ ତୁମେ ବର୍ତ୍ତମାନ ମୁକ୍ତ ଏବଂ ସୁନିଶ୍ଚିତ ଭାବରେ ଏକ ଉତ୍ତୁଙ୍ଗ ଓ ଶାଶ୍ୱତ ସୂର୍ଯ୍ୟାଲୋକ ମଧ୍ୟରେ ବିଚରଣ କରି ବାଟ ଚାଲିପାରିବ। ଯେତେବେଳେ ଅତିମାନସ ଜଗତରେ ଆମେ ପହଞ୍ଚିବା, ଅତିମାନ ଶକ୍ତି ଦ୍ୱାରା ଆମର ଯେତେବେଳେ ରୂପାନ୍ତରିତ ହେଇଯିବ, ସେତେବେଳେ ପୂର୍ଣ୍ଣ ସତ୍ୟ ଦ୍ୱାରା ଆମେ ପରିଚାଳିତ ହଉଥିବା ସେଇ ଯୋଉ ସ୍ତରରେ ଆମେ ଜୀବନଯାପନ କରିବା, ସେତେବେଳେ ସେଇଟା ଶାଶ୍ୱତ ସୂର୍ଯ୍ୟାଲୋକ ମଧ୍ୟରେ ହିଁ ଆମେ ବିଚରଣ କରୁଥିବା ଏବଂ ପରମଙ୍କର ନିର୍ଦ୍ଦେଶ ଆମ ପାଖରେ ସବୁ ସମୟରେ ଥିବ, ସ୍ୱାଭାବିକ ଭାବେ ଥିବ, ସ୍ୱତଃସ୍ଫୂର୍ତ୍ତ ଭାବରେ ଆମେ ତାଙ୍କୁ ହିଁ ପରିପ୍ରକାଶ କରୁଥିବା ଅବିକୃତ ଭାବରେ। ମା ସବୁଯାକ ଏଠି 369 ପର୍ଯ୍ୟନ୍ତ ଜ୍ଞାନକାରିକାର ସାରାଂଶରେ କହୁଛନ୍ତି, ସେହି ସର୍ବୋଚ୍ଚ ପରମ ପ୍ରଭୁଙ୍କର ନିର୍ଦ୍ଦେଶକୁ ଶୁଣିପାରିବାକୁ ତୁମକୁ ଅନବରତ ପ୍ରୟାସ କରିବାକୁ ହେବ। ଏବଂ ଯଦି ତୁମ ଭିତରେ ପୂର୍ଣ୍ଣ ନିଷ୍ଠା ରହିଥାଏ, ତେବେ ତୁମେ ଯେପରି ପ୍ରକୃତରେ ଶୁଣିପାରିବ ଓ ସୁନିଶ୍ଚିତ ଭାବରେ ତାଙ୍କର ଆଦେଶକୁ ଚିହ୍ନି ନେଇପାରିବ, ସେଥିଲାଗି ମଧ୍ୟ ସିଏ କୌଣସି ନା କୌଣସି ଗୋଟେ ବାଟ ଅବଶ୍ୟ ବାହାର କରିବେ। ଦେଖନ୍ତୁ, ଦିଟା କଥା କହୁଛନ୍ତି, ବଢିଆ କଥା, ଆମେ ମନେ ରଖିବା। କହିଲେ ଆମେ ଅନବରତ ପ୍ରୟାସ କରିବେ, ଆମେ ଅନବରତ ପ୍ରୟାସ କରିବା, ଲାଗି ରହିବା, ଚେଷ୍ଟା କଦାପି ଛାଡିବା ନାହିଁ। କଣ ପାଇଁ ନା, ଆମେ କିପରି ପରମ ପ୍ରଭୁଙ୍କର ସର୍ବୋଚ୍ଚ ପରମ ପ୍ରଭୁଙ୍କର ନିର୍ଦ୍ଦେଶକୁ ଶୁଣି ପାରିବାକୁ ସକ୍ଷମ ହବା, ସେଥିପାଇଁ ପ୍ରୟାସ କର। ସେଥିପାଇଁ ପ୍ରୟାସ କରିଦେଲେ ତା ପରଟି ଲେଖୁଛନ୍ତି ବଢିଆ, କଣ ନା, ତାକୁ ଆମ ଭିତରେ ଯଦି ନିଷ୍ଠାପରତା ରହିଥିବ, ଆମେ ଲାଗି ରହିଥିବା, ପ୍ରୟାସରେ ଲାଗି ରହିବା, ସତରେ ଚାହିଁ ଲାଗି ରହିବା, ତାହେଲେ ତାଙ୍କ କଥାକୁ ଆମେ କେମିତି ଶୁଣିପାରିବା ଆଉ କିପରି ତାଙ୍କ ଆଦେଶକୁ ଚିହ୍ନି ପାରିବା। ଯୋଉ ପ୍ରଶ୍ନ ସମସ୍ତଙ୍କ ଭିତରେ ଥାଏ, କୋଉଟା ମାଙ୍କର ନିର୍ଦ୍ଦେଶ ମୁଁ କେମିତି ଜାଣିବି, କୋଉ କାମ କରିବି ମୁଁ କେମିତି ଜାଣିବି, କୋଉଟା ତାଙ୍କ ଭଏସ କେମିତି ଶୁଣିବି, ଯୋଉ ପ୍ରଶ୍ନଟି ଥାଏ, ସେଥିପାଇଁ କହୁଛନ୍ତି ତୁମେ ଏକମାତ୍ର ଧ୍ୟେୟ ରଖ ଯେ ପରମ ପ୍ରଭୁଙ୍କର ନିର୍ଦ୍ଦେଶକୁ ଶୁଣିପାରିବ। ସେଥିପାଇଁ ଯାହା ଯାହା ଆବଶ୍ୟକ ଚେଷ୍ଟାରେ ଲାଗି ରୁହ, ନିଷ୍ଠାପର ଭାବରେ ଲାଗି ରୁହ। ତାହେଲେ ତାଙ୍କୁ କେମିତି ଶୁଣିବା ଏବଂ କିପରି ତାଙ୍କର ଆଦେଶକୁ ଚିହ୍ନି ପାରିବା, ସେଥିପାଇଁ ସିଏ ତାଙ୍କର ବାଟ ବାହାର କରିଦେବେ। ସିଏ ବାଟ ବାହାର କରିଦେବେ। ସେଥିପାଇଁ କହୁଛନ୍ତି, ଯେଉଁମାନେ ସର୍ବୋଚ୍ଚ ପରମ ସତ୍ୟ ଅନୁସାରେ ଜୀବନ ବଞ୍ଚିବା ଲାଗି ଇଚ୍ଛା କରୁଥାନ୍ତି, ସେମାନଙ୍କୁ ଏହିପରି ଏକ ନିର୍ଭର ପ୍ରଦତ୍ତ ହୋଇଥାଏ। ଯେଉଁମାନେ ପରମଙ୍କ ସତ୍ୟ ଅନୁସାରେ ବଞ୍ଚିବା ପାଇଁ ସଂକଳ୍ପ କରିଥାନ୍ତି, ପ୍ରୟାସ କରୁଥାନ୍ତି, ତାଙ୍କ ଭିତରେ ସେ ଇଚ୍ଛାଟି ବଳବତ୍ତର ହୋଇ ରହିଥାଏ। ଏଇ ନିର୍ଭର ପ୍ରତିଶ୍ରୁତି ମା ଲେଖୁଛନ୍ତି, ନିର୍ଭର ପ୍ରତିଶ୍ରୁତି ଦିଆଯାଉଛି ଯେ ସେମାନଙ୍କ ପାଇଁ ସେମାନେ କେମିତି ଶୁଣିବେ, କେମିତି ନିର୍ଦ୍ଦେଶକୁ ଚିହ୍ନିବେ, କେମିତି ସେଥିରେ ଚାଲିବେ, ସବୁ ସେ କରିଦେବେ।
ये हूँ सिक्रेट ऑफ जर्नी टुवर्ड्स द सेल्फ। आदि आपण सेई पाशबद्धता सेई आसक्ति सेई अहंकार बड़ीमा गर्व मो भलिया के नहीं मु नथिले किछि संभव हबनी मु नाही तो सेटा मां काम नुह मु नाही तो सेठी भगवान काम नुह एवं ई सब जिनस गुड़िक आपण को पथभ्रष्ट करेब एवं मन रखंतु जे पर्यंत आपणक भितर एई भाव रही से पर्यंत आपण को नियम को मानिबा को पड़िबो ताहले जदि नियम मानती धीरे धीरे केतेबेले आपणक भितरे गोटे विराट प्रहार पड़िबो सेतेबेले बाटटी खोली जिवो आपण परमंकर जो निर्देश को टिके आलोक तार आपण पड़िबार संभावना आसीबो नचेत आपण केवल मिछरे भ्रमरे चलीथिबे जे आपण मां काम करचंती आपण मां को पाख लोक मां को निर्देश द्वारा आपण करचंती बेले बेले कौन हुए घटनाटा जहाँ भाभी थांती ताहा जदि हेई जाए तेबे को देखिला मां को इच्छा थिला तेणु हेगला ई सब होची एक भ्रम धारणा से प्रकार भ्रम धारणा रे केबे रहिबेनी ए छोटिया छोटिया जो कथा गुड़िक कहती आपण केबे सेथिरे निजको भळेई देबेनी से कहउछन तांकर इच्छा कहंतु किंतु आपण केबे भाबिबेनी जे एगुड़िक सब माँ को चाहूले बोली मो द्वारा करई नेले एगुड़ा हूँ निजको ठकिबा आमे अनवरत प्रयास करिबा परमंकर निर्देश को आम भितरे किपरि अविकृत भाव परिप्रकाश को सुजोग परिप्रकाशर सुजोग दबा सेथिपई जहा पदक्षेप दरकार कोटा स्पृहा करी कोटा प्रत्याख्यान करी से लगी रही ताको अनदेखा करी ना आमती आम गप कहते अपा जे खाली यही थर कटा यहीटा तो केबे भी कहबे ना सेटा हूँ ठक ठक मानकर प्रथम लक्षण खाली यही थर कटा करदे नेक्स्ट थर करी ना ए प्रकार कहवा निजको आलस्यता एवं ठकामीर शिकार करेबा हे जीवो तापरे ज्ञान 370 371 372 373 एका सांगरे अछि ज्ञान 370 रे कहछि केवल जानी करी की लाभ तेणु मु तते कहूछि कार्य कर एवं होई उठ कारण केवल से सकाशे ही भगवान तोते मनुष्य शरीर मध्य को प्रेरण करछन्ते 371 कहउछन्ती केवल हेबारे की लाभ तेणु मु तोते कहूछि तू विकास लाभ कर कारण केवल से सकाशे ही तोते जड़र एही जगत रे जने मनुष्य रूपे प्रतिष्ठित कर रखा जाइछि माने मनुष्य जन्म पाइबा जे केते विरल एवं केते गुरुत्व वहन करे ज्ञान 370 रु 373 रे स्पष्ट करछन्ती आमे आसंता काली ताकू पढ़िबा मा थैंक यू ऑल ओवर।